ସକାଳ ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆମେ ଏହି ସମୟରେ କିଛି ସଠିକ୍ ଅଭ୍ୟାସ ଆପଣାଇବା ତେବେ ଆମ ଜୀବନରେ ସମୃଦ୍ଧି ଏବଂ ଖୁସି ଆସିପାରିବ। ଏହି ଭିଡିଓରେ ଆମେ ଆପଣଙ୍କୁ ଜଣାଇବୁ ଯେ ସକାଳେ ଉଠିବା ମାତ୍ରେ କେଉଁ ଛୋଟ ଅଭ୍ୟାସଗୁଡ଼ିକ ଆପଣଙ୍କ ଘରେ ଧନ ଏବଂ ସୁଖ ଶାନ୍ତି ଆଣିପାରିବ। ଏହା ସହିତ ଆମେ ଏହା ମଧ୍ୟ ଜାଣିବା ଯେ କେଉଁ ଭୁଲଗୁଡ଼ିକରୁ ଦୂରେଇ ରହିବା ଉଚିତ ଯାହା ପରିବାରରେ ସମସ୍ୟା ଏବଂ ସଙ୍କଟ ସୃଷ୍ଟି କରିପାରେ। ଏହି ସୂଚନାକୁ ସମ୍ପୂର୍ଣ୍ଣ ରୂପେ ଜାଣିବା ପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଆପଣଙ୍କୁ ଏହି ସୂଚନା ପସନ୍ଦ ଆସେ ତେବେ କମେଣ୍ଟରେ ଜୟ ହନୁମାନ ନିଶ୍ଚୟ ଲେଖନ୍ତୁ। ସକାଳେ ଉଠି ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଆନ୍ତୁ। ଧର୍ମଗ୍ରନ୍ଥଗୁଡ଼ିକରେ ଆମକୁ କୁହାଯାଇଛି ଯେ ଏହି ଗୋଟିଏ ଜିନିଷ ଦ୍ୱାରା ଘରେ କେବେ ବି ଧନର ଅଭାବ ହୁଏ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ସକାଳେ ଖାଲି ପେଟରେ ଏହି ଜିନିଷ ସେବନ କରନ୍ତି ତାଙ୍କ ଘରେ ଧନ ଏବଂ ସମୃଦ୍ଧିର ବାସ ହୋଇଥାଏ। ଏପରି ବ୍ୟକ୍ତିଙ୍କ ଜୀବନରେ ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର ହୋଇଯାଏ ଏବଂ ତାଙ୍କ ଘରେ ସମୃଦ୍ଧି ଆସିଥାଏ। ବନ୍ଧୁଗଣ, ଆପଣ ଅନେକ ସମୟରେ ଶୁଣିଥିବେ ଯେ ଅନେକ ଲୋକ ନିଜ ଘରେ ଟଙ୍କା ପଇସାର ଅଭାବ ଏବଂ ଦାରିଦ୍ର୍ୟ ବିଷୟରେ ଅଭିଯୋଗ କରନ୍ତି। ଏହି ସମସ୍ୟା କେବଳ ବଢ଼ିନଥାଏ ବରଂ ବ୍ୟକ୍ତିଙ୍କୁ ବୁଝା ମଧ୍ୟ ପଡ଼ିନଥାଏ ଯେ ଏହାର ପ୍ରକୃତ କାରଣ କ'ଣ ଅଟେ। ବାସ୍ତବରେ ଆମ ଦ୍ୱାରା କରାଯାଇଥିବା କିଛି ଛୋଟ ଛୋଟ ଭୁଲ ହିଁ ଆମ ଜୀବନରେ ବାଧାର କାରଣ ହୋଇଯାଏ। ଆମ ଧର୍ମଶାସ୍ତ୍ରଗୁଡ଼ିକରେ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ କୁହାଯାଇଛି ଯାହା ଆମର ବୟସ୍କମାନେ ଆମକୁ ଶିଖାଉଥିଲେ, କିନ୍ତୁ ଆଜିକାଲି ଲୋକମାନେ ଏହାକୁ ଅଣଦେଖା କରୁଛନ୍ତି। ଯେତେବେଳେ ଧନ ସମ୍ବନ୍ଧୀୟ ସମସ୍ୟା ବଢ଼ିବାକୁ ଲାଗେ ସେତେବେଳେ ଲୋକମାନେ ଏହାର କାରଣ ଖୋଜିବାକୁ ଚେଷ୍ଟା କରନ୍ତି। ବନ୍ଧୁଗଣ, ସକାଳେ ଉଠିବା ମାତ୍ରେ କିଛି କାମ ଏପରି ଥାଏ ଯାହା ଯଦି ଆପଣ କରନ୍ତି ତେବେ ତାହା ଆପଣଙ୍କ ଘରେ ଦାରିଦ୍ର୍ୟ ଏବଂ ଅସୁବିଧାକୁ ବଢ଼ାଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ସକାଳେ ଉଠିବା ମାତ୍ରେ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ ଏବଂ କେଉଁ ଜିନିଷ ଖାଇବା ଉଚିତ ଯାହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରିବ। କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଅନୁରୋଧ ଯେ ଭିଡିଓକୁ ଲାଇକ୍ କରନ୍ତୁ, ଏହାକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଯଦି ଆପଣ ଏପର୍ଯ୍ୟନ୍ତ ଚ୍ୟାନେଲ ଜ୍ଞାନବର୍ଦ୍ଧକ ଟେଲ୍ସକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ବର୍ତ୍ତମାନ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ନିଶ୍ଚୟ ଦବାନ୍ତୁ। ବନ୍ଧୁଗଣ, ସକାଳୁ ଉଠିବା ମାତ୍ରେ ଦର୍ପଣରେ ନିଜ ମୁହଁ ଦେଖିବା ଏକ ବଡ଼ ଭୁଲ ହୋଇପାରେ। ଧର୍ମଶାସ୍ତ୍ରରେ କୁହାଯାଇଛି ଯେ ସକାଳ ସମୟରେ ଆଇନାରେ ନିଜ ମୁହଁ ଦେଖିବା ଦ୍ୱାରା ଦାରିଦ୍ର୍ୟ, ଦୁର୍ଭାଗ୍ୟ ଏବଂ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଏହି ଅଭ୍ୟାସ ଆପଣଙ୍କ ଜୀବନରେ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଯାହା ସୁଖ, ଶାନ୍ତି ଏବଂ ସମୃଦ୍ଧି ଉପରେ ପ୍ରଭାବ ପକାଇଥାଏ। ତେଣୁ ସକାଳୁ ଉଠିବା ପରେ ତୁରନ୍ତ ଆଇନା ଦେଖନ୍ତୁ ନାହିଁ। ଏହି ବିଷୟରେ ବିଶେଷ ଧ୍ୟାନ ଦିଅନ୍ତୁ। ସକାଳୁ ଉଠିବା ପରେ ଭୋଜନ ସେବନ କରିବା ଉଚିତ ନୁହେଁ। ଆଜିକାଲି ଲୋକମାନେ ସକାଳୁ ଉଠିବା ମାତ୍ରେ ଚା, ଜଳଖିଆ ଖାଇନିଅନ୍ତି କିମ୍ବା ଭୋଜନ କରିବାକୁ ଲାଗନ୍ତି। ଯଦି ଆପଣ ମଧ୍ୟ ଏହି ଭୁଲ କରୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ। ଶାସ୍ତ୍ର ଅନୁଯାୟୀ ବିନା ସ୍ନାନ କରି, ବିନା ଦାନ୍ତ ଘଷି ଏବଂ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରି ଭୋଜନ କରିବା ବର୍ଜିତ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଦେବଙ୍କ ଠାରୁ ହିଁ ଆମକୁ ଅନ୍ନ ପ୍ରାପ୍ତ ହୋଇଥାଏ, ତେଣୁ ତାଙ୍କୁ ଧନ୍ୟବାଦ ନ ଦେଇ ଭୋଜନ କରିବା ଅନୁଚିତ। ଯେଉଁ ଲୋକମାନଙ୍କର ସକାଳୁ ଉଠିବା ମାତ୍ରେ ଚା ପିଇବାର ଅଭ୍ୟାସ ଅଛି ସେମାନେ ଏହି ଅଭ୍ୟାସ ଛାଡ଼ିଦେବା ଉଚିତ। ଯଦି ଚା ପିଇବା ନିହାତି ଜରୁରୀ ତେବେ ଅତି କମରେ ଦାନ୍ତ ଘଷି କିମ୍ବା କୁଳି କରି ପିଅନ୍ତୁ। ସକାଳୁ ଉଠିବା ମାତ୍ରେ ନିଜ ଭାଗ୍ୟକୁ ନିନ୍ଦା କରିବା କିମ୍ବା ଭାଗ୍ୟ ବିଷୟରେ ଅଭିଯୋଗ କରିବା ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଏ। ସକାଳ ସମୟରେ ଆପଣଙ୍କ ମୁହଁରୁ ଈଶ୍ୱରଙ୍କ ନାମ ବାହାରିବା ଉଚିତ। ଯଦି ଆପଣ ନକାରାତ୍ମକ କଥା କୁହନ୍ତି ତେବେ ଏହା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆଣିପାରେ। ସକାଳୁ ଉଠି ଈଶ୍ୱରଙ୍କୁ ଧ୍ୟାନ କରନ୍ତୁ ଯାହା ଫଳରେ
ଆପଣଙ୍କର ପୂରା ଦିନ ଶୁଭ ଏବଂ ଫଳପ୍ରଦ ହେବ। ଗଙ୍ଗାଜଳକୁ ଆମ ଶାସ୍ତ୍ରରେ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ପୌରାଣିକ କଥା ଅନୁସାରେ ଗଙ୍ଗା ହେଉଛି ସେହି ନଦୀ ଯେଉଁଥିରେ ଦେବଦେବୀମାନେ ସ୍ନାନ କରିଛନ୍ତି। ତେଣୁ ଗଙ୍ଗାଜଳକୁ କେବେ ବି ଅଶୁଦ୍ଧ ବୋଲି ମନେ କରାଯାଏ ନାହିଁ। ରାତିରେ ଶୋଇବା ପୂର୍ବରୁ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଅଳ୍ପ ଗଙ୍ଗାଜଳ ମିଶାଇ ଦିଅନ୍ତୁ ଏବଂ ଏହାକୁ ନିଜ ମୁଣ୍ଡ ପାଖରେ ରଖନ୍ତୁ। ସକାଳେ ଏହି ଜଳକୁ ନିଜ ବିଛଣାରେ ଛିଞ୍ଚନ୍ତୁ ଏବଂ ତାପରେ ପିଅନ୍ତୁ। ଭଗବାନ କୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ନିୟମିତ ଭାବରେ ଏପରି କରନ୍ତି ତାଙ୍କୁ ଯୁଗ ଯୁଗ ପର୍ଯ୍ୟନ୍ତ ଲାଭ ମିଳିଥାଏ। ଏପରି ବ୍ୟକ୍ତି ମା ଲକ୍ଷ୍ମୀଙ୍କ କୃପାରୁ ଗରିବରୁ ରାଜା ହୋଇପାରନ୍ତି। ମାନ୍ୟତା ରହିଛି ଯେ ଯଦି ମୃତ୍ୟୁ ସମୟରେ ସକାଳେ ଉଠି ଏହି କାମ ନିଶ୍ଚୟ କରନ୍ତୁ। ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଜୀବନରୁ ନକାରାତ୍ମକତା ଏବଂ ଦାରିଦ୍ର୍ୟ ଦୂର ହେଇଯାଉ, ତେବେ ସକାଳେ ଉଠିବା ମାତ୍ରେ ସର୍ବପ୍ରଥମେ ଭଗବାନଙ୍କ ଦର୍ଶନ କରନ୍ତୁ। ଦର୍ପଣରେ ନିଜ ମୁହଁ ନ ଦେଖି ଠାକୁରଜୀ କିମ୍ବା ହନୁମାନଜୀଙ୍କ ଫଟୋ ଦର୍ଶନ କରନ୍ତୁ। ନିଜ କୋଠରୀର କାନ୍ଥରେ ତାଙ୍କର ଏକ ସୁନ୍ଦର ଫଟୋ ଲଗାନ୍ତୁ, କାରଣ ସକାଳେ ତାଙ୍କର ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରେ ଉନ୍ନତି ଏବଂ ଶାନ୍ତି ଆସିବ। ସକାଳେ ଉଠିବା ମାତ୍ରେ ଧରିତ୍ରୀ ମାତାଙ୍କୁ ସ୍ପର୍ଶ କରନ୍ତୁ ଏବଂ ତାଙ୍କର ଆଶୀର୍ବାଦ ନିଅନ୍ତୁ। ତାଙ୍କୁ କ୍ଷମା ମାଗି ତାଙ୍କ ଉପରେ ପାଦ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଥିବା ଦ୍ୱନ୍ଦ୍ୱ ବା ଦୁବିଧା ଦୂର ହେବାକୁ ଲାଗେ। ଏବଂ ସ୍ନାନ ପରେ ନିଜ ଗୁରୁଜନମାନଙ୍କ ଆଶୀର୍ବାଦ ନେବାକୁ ଭୁଲନ୍ତୁ ନାହିଁ। ଯଦି ଘରେ ବୟସ୍କ ଗୁରୁଜନ ନାହାନ୍ତି, ତେବେ ତାଙ୍କ ଫଟୋକୁ ନମସ୍କାର ନିଶ୍ଚୟ କରନ୍ତୁ। ବର୍ତ୍ତମାନ ଜାଣିବା ଯେ ସକାଳ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟକୁ କେଉଁ ଜିନିଷ ନିଶ୍ଚୟ ଖାଇବା ଉଚିତ। ପ୍ରଥମେ ଯେତେବେଳେ ଆପଣ ସକାଳେ ଘରୁ ବାହାରକୁ ଯାଆନ୍ତି, ତେବେ 2-4ଟି ଚାଉଳ ଦାନା ନିଶ୍ଚୟ ସାଥିରେ ରଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୁଏ। ଦ୍ୱିତୀୟରେ, ଯେତେବେଳେ ଆପଣ ସକାଳେ କାମ ପାଇଁ ଘରୁ ବାହାରନ୍ତି, ସେତେବେଳେ ଭଗବାନଙ୍କ ବେକରେ ଅର୍ପଣ କରାଯାଇଥିବା ଫୁଲମାଳ କିମ୍ବା ପାଦରେ ଅର୍ପଣ କରାଯାଇଥିବା ଫୁଲରୁ ଗୋଟିଏ ପତ୍ର ବା ପାଖୁଡ଼ା ନେଇ ଆଶୀର୍ବାଦ ଭାବି ଖାଇ ନିଅନ୍ତୁ। ଏହା ଆପଣଙ୍କୁ ଈଶ୍ୱରଙ୍କ କୃପା ପ୍ରଦାନ କରେ, ଯାହାଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଯାଏ। ତୃତୀୟରେ, ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେ କୌଣସି ଭଲ କାମ ପାଇଁ ବାହାରକୁ ଯିବା ପୂର୍ବରୁ ମିଠା ନିଶ୍ଚୟ ଖାଆନ୍ତୁ। ସକାଳ ସମୟରେ ମିଠା ଖାଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହାଦ୍ୱାରା ଜୀବନରେ ଶୁଭଫଳ ଓ ସଫଳତା ପ୍ରାପ୍ତ ହୁଏ ଏବଂ ଆପଣଙ୍କ ମନୋକାମନା ପୂରଣ ହୁଏ। ଚତୁର୍ଥରେ, ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ କପାଳରେ ଚନ୍ଦନ ତିଳକ ଲଗାଇବା ବିଜୟ ପ୍ରାପ୍ତିର ସଂକେତ ଅଟେ। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସକାଳେ କପାଳରେ ତିଳକ ଲଗାଇ ବାହାରକୁ ଯାଆନ୍ତି, ତାଙ୍କ ଉପରେ ସର୍ବଦା ଈଶ୍ୱରଙ୍କ କୃପା ରହିଥାଏ। ତିଳକ ଲଗାଇବା ଦ୍ୱାରା ମନୁଷ୍ୟ ଅକାଳ ମୃତ୍ୟୁରୁ ରକ୍ଷା ପାଇଥାଏ ଏବଂ ନକାରାତ୍ମକ ଶକ୍ତି ତାଙ୍କ ଉପରେ ପ୍ରଭାବ ପକାଇ ପାରେ ନାହିଁ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ନିୟମିତ ଭାବରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତି, ସେମାନଙ୍କୁ ଘର ପରିବାର ଏବଂ ସମାଜରେ ମାନ ସମ୍ମାନ ମିଳିଥାଏ। ଏହି ଉପାୟ କେବଳ ଦୀର୍ଘାୟୁ ପ୍ରଦାନ କରେ ନାହିଁ, ବରଂ ଚାରଚମକ ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆଣିଥାଏ। ପ୍ରତ୍ୟେକ ଦିନ ସକାଳେ ଘରୁ ବାହାରିବା ପୂର୍ବରୁ ଅଳ୍ପ ଦହି ଏବଂ ଚିନି ଖାଇବା ଶୁଭ ବୋଲି ବିବେଚନା କରାଯାଏ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ। ସ୍ନାନ ଏବଂ ଅନ୍ୟାନ୍ୟ ନିତ୍ୟକର୍ମ ସାରିବା ପରେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ତୁଳସୀ ଗଛ ଥାଏ ଏବଂ ଯେଉଁଠାରେ ତୁଳସୀଙ୍କ ସେବା କରାଯାଏ, ସେଠାରେ ଦେବାଦେବୀଙ୍କ କୃପା ରହିଥାଏ। ତୁଳସୀଙ୍କର ଛୋଟ ସେବା ମଧ୍ୟ ଆପଣଙ୍କ ଜୀବନରେ ସକାରାତ୍ମକତା ଏବଂ ଖୁସି ଆଣିପାରେ ଏବଂ ଯେଉଁମାନେ ତୁଳସୀ ଗଛର ସେବା କରନ୍ତି, ସେମାନଙ୍କୁ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ, ପ୍ରତ୍ୟେକ ଦିନ ଘରର ମନ୍ଦିରରେ ପୂଜା ନିଶ୍ଚୟ କରିବା ଉଚିତ। ଦୀପ ଏବଂ ଅଗରବତୀ ଜଳାଇବା ଦ୍ୱାରା ବାତାବରଣରେ ଥିବା ନକାରାତ୍ମକ ଶକ୍ତି ଶେଷ ହୋଇଯାଏ। ବାସ୍ତୁ ଅନୁସାରେ
ଘରେ ପ୍ରତ୍ୟେକ ଦିନ ଦୀପ ଜଳାଇବା ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଏହା ସହିତ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ ସକାଳ ସମୟରେ ଘରର ପରିବେଶ ଶାନ୍ତ ରହିବା ଉଚିତ। କିଛି ଘରେ ସକାଳୁ ଉଠୁ ଉଠୁ କଳହ, କଟୁବଚନ କିମ୍ବା ଅପଶବ୍ଦର ପରିବେଶ ସୃଷ୍ଟି ହୋଇଯାଏ। ଏହା ମିସ୍ତ୍ରୀଙ୍କ ମଧ୍ୟରେ ହେଉ, ମା ଏବଂ ପିଲାମାନଙ୍କ ମଧ୍ୟରେ ହେଉ କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କ ସହିତ ହେଉ। ଯେଉଁ ଘରେ ସକାଳୁ ଉଠୁ ଉଠୁ ଅଶାନ୍ତି ଦେଖାଦିଏ, ସେଠାରୁ ମା ଲକ୍ଷ୍ମୀ ତୁରନ୍ତ ଚାଲିଯାଆନ୍ତି। ତେଣୁ ସକାଳୁ ଉଠିବା ପରେ ପରସ୍ପର ସହିତ ମିଠା କଥା କହିବା ଉଚିତ। ଶାନ୍ତ ଏବଂ ସୁଖଦ ପରିବେଶ ଥିବା ଘରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ନିଜର ଦୁଇ ହାତ ପାପୁଲିକୁ ଦେଖିବା ଉଚିତ। ମାନ୍ୟତା ଅଛି ଯେ ପାପୁଲିରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ନିଜର ଆଶୀର୍ବାଦ ବଜାୟ ରଖନ୍ତି। ସକାଳେ ସ୍ନାନ ଇତ୍ୟାଦିରୁ ନିବୃତ୍ତ ହୋଇ ଗୋମାତାଙ୍କ ପୂଜା ଏବଂ ସେବା କରିବା ଅତ୍ୟନ୍ତ ଲାଭକାରୀ ଅଟେ। ତାଙ୍କୁ ରୁଟି ଖୁଆଇବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଅନ୍ୟ ଦେବାଦେବୀ ପ୍ରସନ୍ନ ହୁଅନ୍ତି ଏବଂ ନିଜର ଆଶୀର୍ବାଦ ପ୍ରଦାନ କରନ୍ତି। ଗୋମାତାଙ୍କ ସେବା କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ସକାଳୁ ଉଠିବା ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଯେଉଁ ଘରେ ଏହି ନିୟମ ପାଳନ କରାଯାଏ, ସେଠାରେ ଦରିଦ୍ରତା ବହୁତ ଦୂରରେ ରହିଥାଏ। ଯଦି ଆପଣ ପିଲାମାନଙ୍କ ହାତରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରାନ୍ତି, ତେବେ ଏହାଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱ ଏବଂ ବୁଦ୍ଧିର ବିକାଶ ହୋଇଥାଏ। ତେବେ ବନ୍ଧୁଗଣ, ଏଗୁଡ଼ିକ ହେଉଛି ସେହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଆପଣଙ୍କୁ ସକାଳ ସମୟରେ ନିଶ୍ଚୟ କରିବା ଉଚିତ। ଏହା ସହିତ ମୁଁ ଆପଣଙ୍କୁ କହିଲି ଯେ ସକାଳେ କେଉଁ ଜିନିଷ ଖାଇବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିବ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଯେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଘରେ ରହୁ, ତେବେ ଏହି ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଜ୍ଞାନବର୍ଦ୍ଧକ ଟେଲ୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟ ବକ୍ସରେ ଜୟ ଲକ୍ଷ୍ମୀ ମାତା ନିଶ୍ଚୟ ଲେଖନ୍ତୁ। ଯେକୌଣସି ମାଙ୍ଗଳିକ କିମ୍ବା ଶୁଭ କାର୍ଯ୍ୟରେ କର୍ପୂରର ବିଶେଷ ମହତ୍ତ୍ୱ ରହିଥାଏ। ବିଶ୍ୱାସ କରାଯାଏ ଯେ ଘରେ କର୍ପୂର ଜଳାଇଲେ ବାସ୍ତୁଦୋଷ ଏବଂ ନକାରାତ୍ମକ ଶକ୍ତିରୁ ମୁକ୍ତି ମିଳିଥାଏ। ତେଣୁ ସପ୍ତାହରେ ଥରେ କର୍ପୂର ନିଶ୍ଚୟ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଅଧିକ ଉତ୍ପନ୍ନ ହୁଏ। ପ୍ରକୃତିର ଏହା ନିୟମ ଯେ ଆପଣ ଯେତିକି ଦିଅନ୍ତି ତାହା ଦ୍ୱିଗୁଣିତ ହୋଇ ଫେରିଆସେ। ଯଦି ଆପଣ ଧନ କିମ୍ବା ଅନ୍ୟ ବସ୍ତୁକୁ ଜାବୁଡ଼ି ଧରି ରଖିବେ, ତେବେ ତାହା ଧୀରେ ଧୀରେ ଶେଷ ହୋଇଯିବ। ଦାନ ମଧ୍ୟରେ ଅନ୍ନଦାନକୁ ସବୁଠାରୁ ବଡ଼ ଦାନ ବୋଲି ବିବେଚନା କରାଯାଏ। ଏହି ଉପାୟ କରିବା ଦ୍ୱାରା ଘରେ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ବଜାୟ ରହେ। ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ସେଥିରେ 2ଟି ଲବଙ୍ଗ ପକାଇ ଦିଅନ୍ତୁ। ଆପଣ ଏହାକୁ ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ କିମ୍ବା ଗୋଟିଏ ପାର୍ଶ୍ୱରେ ପ୍ରତିଦିନ ଜଳାଇ ପାରିବେ। ଏପରି କରିବା ଦ୍ୱାରା ଦେବଦେବୀ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଯେଉଁ ଘରେ ବରକତ ରହିଥାଏ, ସେଠାରେ ଯେତେବେଳେ ବି ରୁଟି ତିଆରି କରନ୍ତି, ତା ଗରମ ହେବା ପରେ ସେଥିରେ ଟିକିଏ କ୍ଷୀର ଛିଞ୍ଚନ୍ତୁ। ଏପରି କରିବା ଦ୍ୱାରା ସବୁ ପ୍ରକାର ବାସ୍ତୁ ଦୋଷ ଦୂର ହୁଏ। ଏହା ସହିତ ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ଏହି ରୁଟିରେ ଅଟା ଗୁଳା ସହିତ ଅଳ୍ପ ଗୁଡ଼ କିମ୍ବା ଚିନି ମଧ୍ୟ ରଖିପାରିବେ। ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ଖୁଆଇବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ। ଏହାଦ୍ୱାରା କୁଣ୍ଡଳୀର ଦୋଷ ଦୂର ହୁଏ ଏବଂ ଜୀବନରେ ଉନ୍ନତି ଓ ସମୃଦ୍ଧି ଆସେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ସମୟରେ କିମ୍ବା ତାପରେ ଝାଡୁ ଲଗାଇବା ଉଚିତ ନୁହେଁ। ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲିଯାଆନ୍ତି ଏବଂ ଦରିଦ୍ରତା ଘରେ ପ୍ରବେଶ କରେ। ଭୋଜନ ଥାଳିକୁ ସର୍ବଦା ପିଢ଼ା, ଚଟେଇ, ଚକି କିମ୍ବା ଟେବୁଲ ଉପରେ ସମ୍ମାନର ସହ ରଖନ୍ତୁ। ଭୋଜନ ଥାଳିକୁ କେବେ ବି ଗୋଟିଏ ହାତରେ ଧରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଖାଦ୍ୟ ପ୍ରେତଯୋନିକୁ ଚାଲିଯାଏ। ଭୋଜନ କରିବା ପରେ ଥାଳିରେ ହାତ ଧୁଅନ୍ତୁ ନାହିଁ ଏବଂ ଥାଳିରେ ଅଇଠା ଛାଡ଼ନ୍ତୁ ନାହିଁ। ଥାଳିକୁ କିଚେନ୍ ଷ୍ଟାଣ୍ଡ, ପଲଙ୍କ କିମ୍ବା ଟେବୁଲ ତଳେ ବା ଉପରେ ରଖିବାଠାରୁ ଦୂରେଇ ରୁହନ୍ତୁ।
ରାତିରେ ଖାଇବା ପରେ ଅଇଠା ବାସନ ଘରେ ରଖନ୍ତୁ ନାହିଁ। ଭୋଜନ କରିବା ପୂର୍ବରୁ ଦେବତାମାନଙ୍କୁ ନିଶ୍ଚୟ ଆହ୍ୱାନ କରନ୍ତୁ। ବନ୍ଧୁଗଣ ଧ୍ୟାନ ଦିଅନ୍ତୁ, ଜ୍ଞାନବର୍ଦ୍ଧକ ଟେଲ୍ସ ଚ୍ୟାନେଲ ଆପଣଙ୍କୁ କେବଳ ସଠିକ୍ ଏବଂ ଲାଭଦାୟକ ସୂଚନା ପ୍ରଦାନ କରେ। ତେଣୁ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଏବଂ ଜୟ ଭଗବାନ ସୂର୍ଯ୍ୟଦେବ ନିଶ୍ଚୟ ଲେଖନ୍ତୁ। ଆମର ଉଦ୍ଦେଶ୍ୟ ହେଉଛି ଜନସେବା ଏବଂ ଜନକଲ୍ୟାଣ କରିବା, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଏହି ଜ୍ଞାନର ଲାଭ ଉଠାଇ ପାରିବେ। ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ପରିବାର ଏବଂ ବିଶେଷ କରି ମା ଓ ଭଉଣୀମାନେ ଏଥିରୁ ଲାଭ ପାଇପାରିବେ। ଭୋଜନ ଏବଂ ପୂଜା ସହିତ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ନିଜ ଜୀବନରେ ଗ୍ରହଣ କରନ୍ତୁ ଏବଂ ଏହାଦ୍ୱାରା ସୁଖ ସମୃଦ୍ଧି ଆପଣଙ୍କ ଘରେ ସ୍ଥାୟୀ ଭାବରେ ବଜାୟ ରହିବ। ଭୋଜନ କରିବା ସମୟରେ କଥାବାର୍ତ୍ତା କିମ୍ବା କ୍ରୋଧ କରିବାରୁ ନିବୃତ୍ତ ରୁହନ୍ତୁ। ପରିବାରର ସଦସ୍ୟମାନଙ୍କ ସହିତ ବସି ଭୋଜନ କରନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଖାଆନ୍ତୁ। ଖାଇବା ସମୟରେ ଅଜବ ଶବ୍ଦ କରିବାରୁ ମଧ୍ୟ ଦୂରେଇ ରୁହନ୍ତୁ। ରାତିରେ ଭାତ, ଦହି ଏବଂ ଛତୁଆ ସେବନ କରିବା ଉଚିତ ନୁହେଁ, କାରଣ ଏପରି କରିବା ମା ଲକ୍ଷ୍ମୀଙ୍କ ଅପମାନ ବୋଲି ବିବେଚନା କରାଯାଏ। ଯେଉଁମାନେ ସମୃଦ୍ଧି ଚାହାନ୍ତି କିମ୍ବା ଯେଉଁମାନଙ୍କର ଆର୍ଥିକ ସମସ୍ୟା ରହିଛି, ସେମାନେ ରାତିରେ ଏହି ଜିନିଷଗୁଡ଼ିକ ସେବନ କରିବାରୁ ନିବୃତ୍ତ ରହିବା ଉଚିତ। ଭୋଜନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି କରିବା ଉଚିତ। ଯଦି ସମ୍ଭବ ହୁଏ ତେବେ ରୋଷେଇ ଘରେ ବସି ଭୋଜନ କରନ୍ତୁ, କାରଣ ଏହାଦ୍ୱାରା ରାହୁ ଶାନ୍ତ ହୁଅନ୍ତି। ଜୋତା ପିନ୍ଧି କେବେ ବି ଭୋଜନ କରନ୍ତୁ ନାହିଁ। ଖାଇବା ପୂର୍ବରୁ ଏବଂ ପରେ ହାତ ଏବଂ ଗୋଡ଼ ସଫା ରଖିବା ଉଚିତ। ଅଇଠା ହାତ କିମ୍ବା ଗୋଡ଼ରେ କେବେ ବି ବ୍ରାହ୍ମଣ ଏବଂ ଅଗ୍ନିଙ୍କୁ ସ୍ପର୍ଶ କରନ୍ତୁ ନାହିଁ। ବ୍ରହ୍ମ ମୁହୂର୍ତ୍ତ କିମ୍ବା ସନ୍ଧ୍ୟା ସମୟରେ ଝାଡ଼ୁ ଲଗାଇବାରୁ ନିବୃତ୍ତ ରହିବା ଉଚିତ। ଝାଡ଼ୁକୁ ଏପରି ସ୍ଥାନରେ ରଖନ୍ତୁ ଯେପରି ଅତିଥିଙ୍କ ନଜର ସେଠାରେ ପଡ଼ିବ ନାହିଁ। ଝାଡ଼ୁକୁ ଖଟ ତଳେ ରଖନ୍ତୁ ନାହିଁ। ଘରକୁ ସଫାସୁତୁରା ଏବଂ ସୁନ୍ଦର କରି ରଖନ୍ତୁ। ଘରର ଚାରି କୋଣକୁ ସଫା ରଖନ୍ତୁ, ବିଶେଷ କରି ଉତ୍ତର ଏବଂ ବାୟବ୍ୟ କୋଣକୁ। ବାଥରୁମ୍ ବା ଗାଧୁଆ ଘରକୁ ଓଦା ଛାଡ଼ିବା ଆର୍ଥିକ ସ୍ଥିତି ପାଇଁ ଭଲ ବୋଲି ବିବେଚନା କରାଯାଏ ନାହିଁ। ଗାଧୁଆ ଘର ବ୍ୟବହାର କରିବା ପରେ ତାହାକୁ କପଡ଼ା ଦ୍ୱାରା ଶୁଖାଇବାକୁ ଚେଷ୍ଟା କରନ୍ତୁ। ଦକ୍ଷିଣ ଏବଂ ପଶ୍ଚିମ ଦିଗ ଖାଲି କିମ୍ବା ହାଲୁକା ରଖିବା କ୍ୟାରିୟରରେ ସ୍ଥିରତା ପାଇଁ ଶୁଭ ନୁହେଁ। ଏହି ଦିଗଗୁଡ଼ିକୁ ଖାଲି ରଖନ୍ତୁ ନାହିଁ। ଘରେ କଞ୍ଚା ମାଠିଆ, ଜାମୁ କିମ୍ବା ବାଇଗଣୀ ରଙ୍ଗର ବ୍ୟବହାର କରନ୍ତୁ ନାହିଁ। ତାହା ଚାଦର ହେଉ, କାନ୍ଥର ରଙ୍ଗ ହେଉ କିମ୍ବା ଅନ୍ୟ କୌଣସି ଜିନିଷ ଉପରେ ହେଉ। ଘରେ ସିଡ଼ି ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ଦିଗକୁ ହିଁ ତିଆରି କରନ୍ତୁ। ଉତ୍ତର ପୂର୍ବ ଦିଗରେ ସିଡ଼ି ନିର୍ମାଣ କରିବା ଅଶୁଭ ବୋଲି ମାନାଯାଏ। ଘରର ଚଟାଣ, କାନ୍ଥ କିମ୍ବା ଛାତ ଉପରେ ଖାତ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। ଯଦି ଏପରି ହୁଏ ତେବେ ତୁରନ୍ତ ସେଗୁଡ଼ିକୁ ମରାମତି କରାନ୍ତୁ। ଘରେ ଫାତ ରହିବା ଅଶୁଭ ଅଟେ। ମା ଏବଂ ଭଉଣୀମାନେ, ଯଦି ଆପଣମାନେ ଏପର୍ଯ୍ୟନ୍ତ ଏହି ଭିଡିଓକୁ ଲାଇକ୍ କରିନାହାନ୍ତି ତେବେ ନିଶ୍ଚିତ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଏବଂ ଜୟ ଭଗବାନ ଶିବ ଅବଶ୍ୟ ଲେଖନ୍ତୁ। ଘରର ନାରୀଙ୍କୁ ସର୍ବଦା ସମ୍ମାନ କରନ୍ତୁ। ଦକ୍ଷିଣ ଦିଗକୁ ଗୋଡ଼ କରି ଶୁଅନ୍ତୁ ନାହିଁ। ଯଦି ସାର୍ତ କିମ୍ବା ଘଞ୍ଜି ଚିରି ଯାଇଥାଏ ତେବେ ତାହାକୁ ତୁରନ୍ତ ଠିକ୍ କରାନ୍ତୁ। ମନି ପର୍ସ କିମ୍ବା ଟଙ୍କାକୁ ପଛ ପକେଟରେ ରଖନ୍ତୁ ନାହିଁ। କୌଣସି ପ୍ରକାରର ନିଶା ସେବନ କରନ୍ତୁ ନାହିଁ ଏବଂ ମିଛ କହିବାରୁ ଦୂରେଇ ରୁହନ୍ତୁ, କାରଣ ଏହାଦ୍ୱାରା ଘରର ବରକତ ଚାଲିଯାଏ। ଦାନ୍ତକୁ ଭଲ ଭାବରେ ସଫା ଏବଂ ଚମକଦାର ରଖନ୍ତୁ। ବାରମ୍ବାର ଛେପ ପକାଇବା କିମ୍ବା କାଶିବାର ଅଭ୍ୟାସକୁ ବଦଳାନ୍ତୁ। ଘରେ ଆବର୍ଜନା କରନ୍ତୁ ନାହିଁ। ନଖ ଏବଂ କେଶ ବଢ଼ାନ୍ତୁ ନାହିଁ। ଏହାକୁ ସମୟ ସମୟରେ କାଟନ୍ତୁ। ପ୍ରତିଦିନ ସକାଳ, ସନ୍ଧ୍ୟା ଏବଂ ରାତିରେ ଶରୀରକୁ ସଫା ପାଣିରେ ଧୁଅନ୍ତୁ। ଯଦି ଘରେ ପୂଜା ଘର ନାହିଁ ତେବେ କୌଣସି ଲାଲ କିତାବ ବିଶେଷଜ୍ଞଙ୍କୁ ପଚାରି ପୂଜା ଘର ତିଆରି କରନ୍ତୁ। ବିଶେଷଜ୍ଞଙ୍କ ଅନୁମତି ପାଇବା ପରେ ପୂଜା ଘର ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ କରନ୍ତୁ। ଏହା ଏଥିପାଇଁ ଆବଶ୍ୟକ ଯେପରି ପୂଜା ଘର ଶୁଭ ଫଳ ପ୍ରଦାନ କରିପାରିବ।
କାରଣ କେବେ କେବେ କାହାର କୁଣ୍ଡଳୀ ଅନୁଯାୟୀ ଘରେ ପୂଜା ଘର ରଖିବା କ୍ଷତିକାରକ ହୋଇପାରେ। ତେଣୁ ଏହି ବିଷୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ। ପୂଜା ଘରେ ଦେବଦେବୀଙ୍କର ଏକାଧିକ ମୂର୍ତ୍ତି କିମ୍ବା ଫଟୋ ରଖିବା ଉଚିତ ନୁହେଁ। ଏହା ବ୍ୟତୀତ ଏହି ମୂର୍ତ୍ତି କିମ୍ବା ଚିତ୍ରଗୁଡ଼ିକୁ ଘରର ଅନ୍ୟ ଅଂଶରେ ରଖନ୍ତୁ ନାହିଁ। ଯଦି କୌଣସି ଦେବତାଙ୍କର 2ଟି ଫଟୋ ଥାଏ, ତେବେ ସେମାନଙ୍କ ମୁହଁ ସାମନାସାମନି ହେବା ଉଚିତ ନୁହେଁ। ଦେବଦେବୀଙ୍କ ନୃତ୍ୟ କରୁଥିବା ଫଟୋ ଲଗାଇବା ମଧ୍ୟ ଅନୁଚିତ, କାରଣ ଏହାଦ୍ୱାରା କୋର୍ଟ କଚେରୀ ମାମଲାରେ ଖସିବାର ସମ୍ଭାବନା ବଢ଼ିପାରେ। ଏହା ବ୍ୟତୀତ ତିଜୋରିରେ ହଳଦୀର କିଛି ଗଣ୍ଠି ହଳଦିଆ କପଡ଼ାରେ ବାନ୍ଧି ରଖନ୍ତୁ। ଏହା ସହିତ କିଛି କଉଡ଼ି, ରୂପା କିମ୍ବା ତମ୍ବା ମୁଦ୍ରା ମଧ୍ୟ ରଖନ୍ତୁ। ଚାଉଳକୁ ହଳଦିଆ ରଙ୍ଗରେ ରଙ୍ଗାଇ ତିଜୋରିରେ ରଖନ୍ତୁ। ଅତର ଶିଶି, ଚନ୍ଦନ କାଠି ଏବଂ ଅଗରବତୀ ପ୍ୟାକେଟ ମଧ୍ୟ ତିଜୋରିରେ ରଖିପାରିବେ, ଯାହା ଫଳରେ ସେଠାରେ ସର୍ବଦା ଭଲ ସୁଗନ୍ଧ ରହିବ। ଦେବଦେବୀଙ୍କ ପାଖରେ ଚଢ଼ାଯାଇଥିବା ଶୁଖିଲା ଫୁଲ କିମ୍ବା ହାର ମଧ୍ୟ ଘରେ ରଖିବା ଦ୍ୱାରା ଲାଭ ମିଳିଥାଏ। ସନ୍ଧିକାଳରେ ନକାରାତ୍ମକ ଶକ୍ତି ସକ୍ରିୟ ହୋଇପାରେ, ତେଣୁ ଏହି ସମୟରେ କିଛି କାର୍ଯ୍ୟ ନ କରିବାକୁ ପରାମର୍ଶ ଦିଆଯାଏ। ଏହି ସମୟରେ ଶୋଇବା, ଖାଇବା ପିଇବା, ଗାଳିଗୁଲଜ କରିବା, ଝଗଡ଼ା କରିବା, ଅଭଦ୍ର ଭାଷା କହିବା, କ୍ରୋଧ କରିବା, ଶପଥ ନେବା, ଟଙ୍କା ଦେଣନେଣ କରିବା, କାନ୍ଦିବା, ବେଦମନ୍ତ୍ର ପାଠ କରିବା ଏବଂ ଶୁଭ କାର୍ଯ୍ୟରୁ ଦୂରେଇ ରହିବା ଉଚିତ। ଏହି ନିୟମଗୁଡ଼ିକ ପାଳନ ନ କରିବା ଦ୍ୱାରା ଘରେ ବରକତ କମିପାରେ ଏବଂ ବ୍ୟକ୍ତିକୁ ଅନେକ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ। ଯେଉଁଠାରେ ମଦ୍ୟପାନ, ନାରୀମାନଙ୍କୁ ଅପମାନ, ତାମସିକ ଭୋଜନ ଏବଂ ଅନୈତିକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଏ, ସେଠାକାର ଧନ କେବଳ ଡାକ୍ତରଖାନା, ଜେଲ୍ ଏବଂ ପାଗଳଖାନାରେ ହିଁ ଖର୍ଚ୍ଚ ହୋଇଥାଏ। ଯଦି ଆପଣ ଅପାର ଧନ ଚାହୁଁଛନ୍ତି, ତେବେ ହନୁମାନଜୀଙ୍କ ନିକଟରେ ନିଜ ପାପ ପାଇଁ କ୍ଷମା ମାଗନ୍ତୁ ଏବଂ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। 5 ମଙ୍ଗଳବାର ଦିନ ବରଗଛ ପତ୍ରରେ ଅଟାର ଦୀପ ଜଳାଇ ହନୁମାନଜୀଙ୍କ ମନ୍ଦିରରେ ରଖନ୍ତୁ। ଏହାଦ୍ୱାରା ଗ୍ରହଦଶାରେ ସୁଧାର ଆସିବ ଏବଂ ଧନ ପ୍ରାପ୍ତିର ବାଟ ଫିଟିବ। ଘରର ଜିନିଷଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ରଖନ୍ତୁ ଏବଂ ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ। ପ୍ରତିଦିନ ଦେହେଳିର ପୂଜା କରନ୍ତୁ। ଘର ବାହାରେ କଲିଂ ବେଲ୍ କିମ୍ବା କବାଟ ପାଖରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ ଏବଂ ସେଥିରେ କୁଙ୍କୁମ ଓ ହଳଦୀ ଲଗାଇ ଦୀପରେ ଆରତି କରନ୍ତୁ। ଏହା ସହିତ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କର୍ପୂର ଜଳାନ୍ତୁ, ଯାହା ଫଳରେ ଘରର ବାତାବରଣ ସୁଗନ୍ଧିତ ରହିବ। ଯେଉଁ ଲୋକମାନେ ନିୟମିତ ଭାବରେ ଦେହେଳି ପୂଜା କରନ୍ତି ଏବଂ ଏହାର ଆଖପାଖରେ ଘିଅ ଦୀପ ଜଳାନ୍ତି, ସେମାନଙ୍କ ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରନ୍ତି। ଘର ବାହାରେ ଶୁଦ୍ଧ କେଶରରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ ଏବଂ ସେଥିରେ ହଳଦିଆ ଫୁଲ ଅକ୍ଷତ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହେବ। ଓସ୍ତ ଗଛରେ ଦେବତାମାନଙ୍କର ବାସ ବୋଲି ବିଶ୍ୱାସ କରାଯାଏ। ଏହାକୁ କେବଳ ଶନିବାର ଦିନ ଛୁଇଁବା ଉଚିତ। ଶନିବାର ଦିନ ଓସ୍ତ ଗଛ ମୂଳରେ କଳା ରାଶି, କଞ୍ଚା କ୍ଷୀର, ଗଙ୍ଗାଜଳ, ମହୁ ଏବଂ ଗୁଡ଼କୁ ଷ୍ଟିଲ୍ କିମ୍ବା ରୂପା ପାତ୍ରରେ ରଖି ଅର୍ପଣ କରନ୍ତୁ। ଏହା ସହିତ ସୋରିଷ ତେଲର ଦୀପ ଜଳାନ୍ତୁ। ଏହି କାର୍ଯ୍ୟ ପ୍ରତି ଶନିବାର କରୁଥିଲେ ଧୀରେ ଧୀରେ ଦୁର୍ଭାଗ୍ୟ ଦୂର ହୋଇଯିବ। ଓସ୍ତ ଗଛ ମୂଳରେ ତେଲ ଦୀପ ଜଳାଇ ପଛକୁ ନ ଚାହିଁ ଘରକୁ ଫେରି ଆସନ୍ତୁ। ଏପରି କରିବା ଦ୍ୱାରା କେବଳ ଧନ ଲାଭ ହେବ ତାହା ନୁହେଁ, ବରଂ ସମସ୍ତ ବିଗିଡ଼ି ଯାଇଥିବା କାମ ମଧ୍ୟ ସୁଧୁରିଯିବ। ଶ୍ରୀ ମହାଲକ୍ଷ୍ମୀଙ୍କୁ ଧ୍ୟାନ କରି ମଥାରେ ଶୁଦ୍ଧ କେଶରର ତିଳକ ଲଗାନ୍ତୁ। ଏହାଦ୍ୱାରା ଧନଲାଭର ଖୁସି ଖବର ମିଳିପାରେ। ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ କର୍ପୂର ଜଳାନ୍ତୁ। ଯଦି ଘରର କୌଣସି ସ୍ଥାନରେ ବାସ୍ତୁ ଦୋଷ ଥାଏ, ତେବେ ସେଠାରେ କର୍ପୂରର ଏକ ଖଣ୍ଡ ନ ଜଳାଇ ରଖିପାରିବେ। ଏହାଦ୍ୱାରା କେବଳ ବାତାବରଣ ଶୁଦ୍ଧ ହେବ ତାହା ନୁହେଁ, ବରଂ ବାସ୍ତୁ ଦୋଷ ମଧ୍ୟ କମିଯିବ।